ଆଜ୍ଞା ଗୋଟେ ସାମାନ୍ୟ କାଚ ଭଙ୍ଗା ଝଗଡ଼ାକୁ ନେଇକି ଯାଇଥିଲୁ ଆମେ, ଯେଉଁଟାକି ଶିବା ଭାଇଙ୍କ ତାଙ୍କର ଝଗଡ଼ା ହେଲା। ତ ଆମେ ପେଣ୍ଡାଲ ଉପରେ ବସିଥିଲୁ। ପେଣ୍ଡାଲ ଉପରେ ବସିଲା ପରେ ଶିବା ଭାଇଙ୍କୁ ସେମାନେ ଧକ୍କା ପକା ପକାଇକି ଏମିତି ଯୁକ୍ତିତର୍କ ହେଇକି ମରାମରି ହେଇକି ଶିବା ଭାଇଙ୍କୁ ତଳେ ପକାଇକି ଗୋଇଠା ପେଟା ମାରିକି ବେହୋସ କରିଦେଇଥିଲେ। ବେହୋସ କଲା ଭିତରେ ଆମେ ପେଣ୍ଡାଲ ଉପରେ 3 ଜଣ ଦୌଡ଼ିକି ଯାଇଥିଲୁ। ଦୌଡ଼ି ଗଲା ଭିତରେ ଯେଉଁ ସାଇଡ଼୍ରେ ଥିଲେ ଲୋକାଲ ପିଲା 2 ଜଣ, ପିଙ୍କୁ ପାତ୍ର ଭାଇ ସେ ଆଉ ଜଣେ ଥିଲେ, ତାଙ୍କୁ ମାନେ ଝଗଡ଼ା ଭିତରେ ତାଙ୍କୁ ଭାଇକୁ କି ଛୁରୀ ସଚିନ ନାୟକ ଦେଖିଛନ୍ତି ସେଇଟା ଯେଉଁଟା କହିଲେ ମାଡ଼ ହୋଇଛି। ତ ସେଇଟା ମୋର ଧ୍ୟାନ ନାହିଁ। ତ ସେ ଭାଇ ଯେତେବେଳେ ବ୍ୟାକ୍ କରିକି ପଛକୁ ପଳେଇଛନ୍ତି ସେ ଝଗଡ଼ା ଭିତରୁ, ଝଗଡ଼ା ଟିକେ ଥମିଲା ବେଳକୁ ସେ ଫୋନ୍ କରିକି ଯାଇଛନ୍ତି ଜଣକୁ, ରାଧାକାନ୍ତ ପଣ୍ଡା ଭାଇ। ଶିବାକୁ କାହିଁକି ଆକ୍ରମଣ କଲେନି ହଠାତ୍ ରାହୁଲକୁ କାହିଁକି? ସେଇଟା ମୁଁ କହିବି ଗୋଟେ। ସେ ପଛକୁ ଯାଇଛନ୍ତି ଭାଇ, ସିଏ ସେଇ ପଛକୁ ଗଲା ଭିତରେ ରାଧାକାନ୍ତ ଭାଇଙ୍କୁ ଲାଷ୍ଟ ଫୋନ୍ କରିଛନ୍ତି, ଯେଉଁଟାକି କହୁଛନ୍ତି କି ଶିବାକୁ ବାଡ଼ଉଛନ୍ତି, ଫିଲ୍ଡ ଭିତରକୁ ଜଲ୍ଦି ଆସ। ସେଇଟା ଲାଷ୍ଟ କଲ୍ ଯାଇଛି। ତାପରେ ସେ ପଡ଼ିଯାଇଛନ୍ତି ପଡ଼ିଆ ପରେ, ସେଇଟା ମୁଁ ଆଉ ଦେଖିନି। ତାପରେ 10 ମିନିଟ୍ ପରେ ମୁଁ ସଚିନ ନାୟକ ଯିଏ ଅଛନ୍ତି ସେ ଝଗଡ଼ା ଅଟକାଟକି ଗଲା ଭିତରେ ମୁଁ ଥମିଲାଟେ ଝଗଡ଼ା ମୁଁ ତାଙ୍କୁ ପଠେଇଲି। ମୁଁ କହିଲି ଦେଖିଲୁ ଶୋଇପଡ଼ିଲା କ'ଣ, ସେ ଘରକୁ ଯିବା 10ଟା ବାଜିଲାଣି। ସେତିକି ଭିତରେ ସେ ଯାଇକି ଦେଖିଲା ବେଳକୁ ସେ ଗୋଟେ ଜାମୁନ କଲର୍ ଡ୍ରେସ୍ ଯେଉଁ ପିନ୍ଧିଥିଲେ, ବ୍ଲିଡ଼ିଂ ହେଉଛି ଜଣାପଡ଼ୁନି ଅନ୍ଧାରରେ। ତାପରେ ଫ୍ଲାସ୍ ଲାଇଟ୍ ମାରିଲା ବେଳକୁ ଗଞ୍ଜି ଟେକିଲା ବେଳକୁ ମୁଁ ଦୌଡ଼ି ଗଲା ବେଳକୁ ଏଇଟା କଟିଯାଇଛି ଛାତିଟା, ଯେଉଁଟାକି ଆଉ ନଥିଲା ସେ ସେତେବେଳକୁ। ତାକୁ ସେ ଜଣକ କୁକି ଚଣାର ସୁରଜ କୁମାର ମହାରଣା ତାଙ୍କ ଗାଡ଼ିରେ ମୁଁ ବସେଇକି, ସଚିନ ନାୟକ ପଛରେ ବସିଥିଲେ, ତାଙ୍କୁ ବସେଇକି ଆଉ ଶିବା ଭାଇ, ରାଧାକାନ୍ତ ଭାଇ, ପଣ୍ଡା ଭାଇ, ମୁଁ ଗୋଟେ ଗାଡ଼ିରେ ବାଇକ୍ରେ ତାଙ୍କ ପଛରେ ଯାଇଥିଲି। ସେଥିପାଇଁ ଯିବା ଭିତରେ ସେ 3 ଜଣ ଅଭିଯୁକ୍ତ ଆଉ 2 ଜଣ ଲୋକାଲ ପିଲା ଯିଏ ଥିଲେ ସେଇଠି ଥିଲେ। ସେ